ଆସନ୍ତୁ ଆଜି ଆମେ ବୁଲିଯିବା ମୋ ବଗିଚାକୁ। ଆଉ ମୋ ବଗିଚାରେ ପ୍ରଥମ ବର୍ଷ ମୋର କଲମି ଆମ୍ବ ବର୍ତ୍ତମାନ ଫଳିଛି। ଆଉ ନିଶ୍ଚୟ ଆପଣମାନଙ୍କୁ ସେ ଦୃଶ୍ୟ ନିଶ୍ଚୟ ଦେଖେଇବି। ଆଉ ପାଖାପାଖି 4-6 ବର୍ଷ ହେଉଛି ତ ମୋର କଲମି ଆମ୍ବ ଲଗେଇକି ମୁଁ ଆପଣମାନେ ଦେଖାଉଛି। 6 ବର୍ଷ ପରେ ଏବେ ଫାଷ୍ଟ ବର୍ଷ ଏଇ ଫଳ ହେଇଛି। ଚାଲନ୍ତୁ ଯିବା ଟପିକ୍ ଉପରକୁ। କେଉଁ ଭଳିଆ ଫଳ ହେଇଛି ଆପଣମାନେ ଦେଖିବେ। ଦେଖନ୍ତୁ ସାଙ୍ଗମାନେ, ମୋର କଲମି ଆମ୍ବ ପୁରା ତଳେ ଲାଗିଗଲାଣି। ଛୋଟ ଗଛଟା, ଆଉ 6-7 ବର୍ଷର ଗଛ ଦେଖିପାରୁଥିବେ। ପୁରା ବହୁତ ଫଳିଥିଲା, କେତେ ଝଡ଼ିଗଲା ଏ ମେଘ ପବନ ବର୍ଷାରେ। ଆଉ ପୁରା ଗଛ ଚାରିପଟ ଫୁଲ ହେଇକି ଫଳିଥିଲା, ଆପଣମାନେ ଦେଖିପାରୁଥିବେ। ପୁରା ହାତ ପହଞ୍ଚୁଛି, ଛୋଟ ଗଛଟା ମାତ୍ର ବହୁତ ସୁନ୍ଦର ମଜବୁତ। ଆଉ ଦେଖନ୍ତୁ ଏଇଟା ବି ଗୋଟେ ଗଛ, ଏଇଟା ଗୋଟେ ମଡ଼େଲ। ଆଉ ଏଇଟା ବି ଗୋଟେ ମଡ଼େଲ। ଦେଖନ୍ତୁ ଏଇଟା ବାଙ୍ଗଣ ପିଲେ ଟାଇପ୍ର, ଏଇଟା ବି ବଡ଼ ବଡ଼ ସାଇଜ୍ ହେବ ଜଣାପଡ଼ୁଛି ଆମ୍ବ। ଏଇଟା ତ ପ୍ରଥମ ବର୍ଷ ଫଳ ହେଇଛି, ଆପଣମାନଙ୍କୁ ଦେଖାଉଛି। ଦେଖନ୍ତୁ ଚାରିପଟ ବହୁତ ଫଳ ଅଛି। ଗଛ ବି ଛୋଟ ଗଛ, ଆପଣ ନିଶ୍ଚୟ ଦେଖିପାରୁଥିବେ। ଆଉ ଏଭଳିଆ କଲମି ଆମ୍ବ ଲଗାନ୍ତୁ ବଗିଚା, ବାଡ଼ ବଗିଚାରେ। ଆଉ ବହୁତ ସୁନ୍ଦର ହେବ, ଖାଇବାକୁ ବି ହେବ। ଆପଣମାନେ ଭଲ ଭଲ ଆମ୍ବ ଖାଇପାରିବେ। ଆଉ ବଜାରରେ ନ ଆଣିକି ନିଜେ କଲମି ଲଗେଇକି ଆପଣ ନିଜେ ଖାଇପାରିବେ। ତେଣୁକରି ମୁଁ ଆପଣମାନଙ୍କୁ ଭିଡ଼ିଓ ମାଧ୍ୟମରେ ଦେଖାଉଛି। ଆମର ଆଦିବାସୀ ଭାଇମାନଙ୍କୁ ଏମିତି ବାଡ଼ ବଗିଚାରେ ଗୋଟେ ଗୋଟେ କଲମି ଲଗାନ୍ତୁ। ଆଉ ମୋର ଭିଡ଼ିଓକୁ ଆପଣମାନେ ଭଲ ପାଉଥିବେ, ଲାଇକ୍ ଆଣ୍ଡ ସେୟାର ସବସ୍କ୍ରାଇବ୍ କରନ୍ତୁ। ଆଉ ଫେସବୁକ୍ରେ ଯେଉଁମାନେ ଦେଖୁଥିବେ ନିଶ୍ଚୟ ଫଲୋ କରନ୍ତୁ। ଜୟ ଜଗନ୍ନାଥ।